ଶ୍ରୀ ଜଗନ୍ନାଥ ମନ୍ଦିର କେଉଁଠାରେ ଅବସ୍ଥିତ? ଉତ୍ତର ହେଉଛି ପୁରୀ। ନେକ୍ସଟ କ୍ୱେଶ୍ଚିନ୍, ରଥଯାତ୍ରା ପାଇଁ ରଥ କାମ କେବେଠାରୁ ଆରମ୍ଭ ହୋଇଥାଏ? ଉତ୍ତର ହେଉଛି ଅକ୍ଷୟ ତୃତୀୟା ଠାରୁ। ନେକ୍ସଟ କ୍ୱେଶ୍ଚିନ୍, ମହାପ୍ରଭୁ ଜଗନ୍ନାଥଙ୍କ ରଥର ସାରଥୀର ନାମ କ'ଣ? ଉତ୍ତର ହେଉଛି ଦାରୁକ। ନେକ୍ସଟ କ୍ୱେଶ୍ଚିନ୍, ଦେବଦଳନ ମାତା ସୁଭଦ୍ରା ରଥ ସାରଥୀର ନାମ କ'ଣ? ଉତ୍ତର ହେଉଛି ଅର୍ଜୁନ। ନେକ୍ସଟ କ୍ୱେଶ୍ଚିନ୍, ବଳଭଦ୍ର ରଥର ସାରଥୀର ନାମ କ'ଣ? ଉତ୍ତର ହେଉଛି ମାତାଳି। ନେକ୍ସଟ କ୍ୱେଶ୍ଚିନ୍, ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାରେ କାହାର ରଥ ପ୍ରଥମେ ଗଡ଼ିଥାଏ? ଉତ୍ତର ହେଉଛି ବଳଭଦ୍ର। ନେକ୍ସଟ କ୍ୱେଶ୍ଚିନ୍, ରଥଯାତ୍ରା କେବେ ପାଳନ କରାଯାଏ? ଉତ୍ତର ହେଉଛି ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟ ତିଥିରେ। ନେକ୍ସଟ କ୍ୱେଶ୍ଚିନ୍, ରଥଯାତ୍ରାର ଅନ୍ୟ ନାମ କ'ଣ? ଉତ୍ତର ହେଉଛି ଘୋଷଯାତ୍ରା। ନେକ୍ସଟ କ୍ୱେଶ୍ଚିନ୍, ରଥ ନିର୍ମାଣ ପରେ ତିନି ରଥର ପ୍ରତିଷ୍ଠାତା କିଏ କରିଥିଲେ? ଉତ୍ତର ହେଉଛି ଇନ୍ଦ୍ରଦେବ। ନେକ୍ସଟ କ୍ୱେଶ୍ଚିନ୍, ଜଗନ୍ନାଥଙ୍କ ରଥର ନାମ କ'ଣ? ନନ୍ଦିଘୋଷ, ଗରୁଡ଼ଧ୍ୱଜ, କପିଳଧ୍ୱଜ। ତିନୋଟି ଯାକ ଆନ୍ସର ଠିକ୍ ଅଛି। କ'ଣ ଆପଣ ଜାଣିଥିଲେ କି? କମେଣ୍ଟ ମାଧ୍ୟମରେ ଜଣାଇବେ। ପ୍ଲିଜ୍ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିନେବେ। ନେକ୍ସଟ କ୍ୱେଶ୍ଚିନ୍, ନନ୍ଦିଘୋଷ ରଥ ତିଆରି ପାଇଁ କେତେ ଖଣ୍ଡ କାଠ ଲାଗିଥାଏ? ଉତ୍ତର ହେଉଛି 742 ଖଣ୍ଡ କାଠ। ନେକ୍ସଟ କ୍ୱେଶ୍ଚିନ୍, ଜଗନ୍ନାଥଙ୍କ ରଥର ରଙ୍ଗ କିପରି? ଉତ୍ତର ହେଉଛି ନାଲି ଓ ହଳଦିଆ। ନେକ୍ସଟ କ୍ୱେଶ୍ଚିନ୍, ଜଗନ୍ନାଥଙ୍କ ରଥରେ ଲାଗିଥିବା ରଥର ଦଉଡ଼ିର ନାମ କ'ଣ? ଉତ୍ତର ହେଉଛି ଶଙ୍ଖଚୂଡ଼। ନେକ୍ସଟ କ୍ୱେଶ୍ଚିନ୍, ନନ୍ଦିଘୋଷ ରଥର ଚକର ସଂଖ୍ୟା କେତେ? ଉତ୍ତର ହେଉଛି 16 ଚକ। ନେକ୍ସଟ କ୍ୱେଶ୍ଚିନ୍, ବଳଭଦ୍ରଙ୍କ ରଥର ରଙ୍ଗ କିପରି? ଉତ୍ତର ହେଉଛି ନାଲି ଓ ନେଳି। ନେକ୍ସଟ କ୍ୱେଶ୍ଚିନ୍, ତାଳଧ୍ୱଜ ରଥର ଚକ ସଂଖ୍ୟା କେତେ? ଉତ୍ତର ହେଉଛି 14 ଚକ। ନେକ୍ସଟ କ୍ୱେଶ୍ଚିନ୍, ବଳଭଦ୍ର ରଥରେ ଲାଗିଥିବା ରଥ ଦଉଡ଼ିର ନାମ କ'ଣ? ଉତ୍ତର ହେଉଛି ବସୁକି। ନେକ୍ସଟ କ୍ୱେଶ୍ଚିନ୍, ଦେବଦଳନ ରଥର ଚକର ସଂଖ୍ୟା କେତେ? ଉତ୍ତର ହେଉଛି 14। ନେକ୍ସଟ କ୍ୱେଶ୍ଚିନ୍, ସୁଭଦ୍ରାଙ୍କ ରଥର ନାମ କ'ଣ? ଉତ୍ତର ହେଉଛି ଦର୍ପଦଳନ, ଦେବଦଳନ, ପଦ୍ମଜ। ଏହି ସବୁଗୁଡ଼ିକ ନାମ ମଧ୍ୟ ମାତା ସୁଭଦ୍ରାଙ୍କ ରଥର ନାମ ଅଟେ। ଆପଣମାନେ ଜାଣିଥିବେ କି ଦେବଦଳନ, ବାକି ଏଇ ଦୁଇଟି ମଧ୍ୟ ମାତା ସୁଭଦ୍ରାଙ୍କ ରଥର ନାମ ଅଟେ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚିନ୍, ସୁଭଦ୍ରାଙ୍କ ରଥର ରଙ୍ଗ କ'ଣ? ଉତ୍ତର ହେଉଛି ନାଲି ଓ କଳା। ନେକ୍ସଟ କ୍ୱେଶ୍ଚିନ୍, ସୁଭଦ୍ରାଙ୍କ ରଥର ଚକର ସଂଖ୍ୟା କେତେ? ଉତ୍ତର ହେଉଛି 12 ଚକ। ନେକ୍ସଟ କ୍ୱେଶ୍ଚିନ୍, ସୁଭଦ୍ରାଙ୍କ ରଥରେ ଲାଗିଥିବା ରଥର ଦଉଡ଼ିର ନାମ କ'ଣ? ଉତ୍ତର ହେଉଛି ସ୍ୱର୍ଣ୍ଣଚୂଡ଼। ଧନ୍ୟବାଦ ଆପଣ ଲାଷ୍ଟ ପର୍ଯ୍ୟନ୍ତ ଭିଡ଼ିଓଟିକୁ ଦେଖିଥିବାରୁ। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ ତ ଆପଣ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ ଓ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲିବେନି। ଧନ୍ୟବାଦ। ଜୟ ଜଗନ୍ନାଥ।